କେବେ ଭାବିଛନ୍ତି କିଛି ଲୋକ କେମିତି ସବୁବେଳେ ଆଗରେ ରୁହନ୍ତି? ସେମାନଙ୍କ ସଫଳତା ପଛରେ ଗୋଟେ ବଡ଼ ରହସ୍ୟ ଥାଏ, ଆଉ ସେଇଟା ହେଉଛି ସେମାନଙ୍କ ମନୋଭାବ। ଆମେ ତାକୁ କହିପାରିବା ସିଂହର ମାନସିକତା। ତେବେ ଚାଲନ୍ତୁ ଆଜି ସେହି ଶକ୍ତିଶାଳୀ ଚିନ୍ତାଧାରା ବିଷୟରେ କଥା ହେବା, ଯାହା ଜଣଙ୍କୁ ଯେକୌଣସି କ୍ଷେତ୍ରରେ ସବୁଠୁ ଉପରକୁ ନେଇପାରେ। ଆଚ୍ଛା, ଗୋଟେ କଥା କୁହନ୍ତୁ ତ, ସିଂହ କାହିଁକି ଜଙ୍ଗଲର ରାଜା? ଦେଖିବାକୁ ଗଲେ ହାତୀ ତାଠୁ କେତେ ବଡ଼ ଆଉ ଚିତାବାଘ ତାଠୁ କେତେ ବେଗରେ ଦୌଡ଼େ। ତାହେଲେ କେଉଁ ଜିନିଷ ତାକୁ ରାଜା ବନାଏ? ଏହାର ଉତ୍ତର ଜାଣିଛନ୍ତି? ତାର ଶକ୍ତିରେ ନୁହେଁ, ବରଂ ତାର ମନୋଭାବରେ ଲୁଚି ରହିଛି। ହଁ, ତେବେ ସିଂହର ଏଇ ଯେଉଁ ରାଜକୀୟ ମନୋଭାବ, ତା ପଛରେ ମୁଖ୍ୟତଃ 6ଟି କାରଣ ବା ଗୁଣ ରହିଛି। ଆସନ୍ତୁ ସେହି 6ଟି ଗୁଣକୁ ଗୋଟିଏ ପରେ ଗୋଟିଏ ବୁଝିବା। କିଏ ଜାଣେ, ଏହା ଭିତରେ ଲୁଚିଥିବା ସିଂହକୁ ବି ଜଗେଇ ଦେଇପାରେ। ଠିକ୍ ଅଛି, ତେବେ ପ୍ରଥମେ ଆସନ୍ତୁ ସେହି ପ୍ରଥମ 3ଟି ଗୁଣ ଉପରେ ନଜର ପକାଇବା, ଯାହା ସଫଳତାର ମୂଳଦୁଆ ପକାଏ। ସବୁଠୁ ପ୍ରଥମ ଆଉ ସବୁଠୁ ଜରୁରୀ ଗୁଣ ହେଲା ସବୁବେଳେ ଶିଖିବା ପାଇଁ ପ୍ରସ୍ତୁତ ରହିବା, ମାନେ ଜଣେ ଛାତ୍ର ଭଳି ମନୋଭାବ ରଖିବା। କାରଣ ଶେଷରେ ତ ଜ୍ଞାନ ହିଁ ପ୍ରକୃତ ଶକ୍ତି, ନୁହେଁ କି? ଦେଖନ୍ତୁ, କେତେ ସୁନ୍ଦର ଉଦାହରଣ। ଗୋଟେ ପଟେ ଗୋଟେ ସିଂହ ଛୁଆ ନିଜ ବାପା ମାଙ୍କୁ ଦେଖି ଦେଖି ଶିକାର କରିବା ଶିଖୁଛି, ଆଉ ଅନ୍ୟପଟେ ଜଣେ ସଫଳ ମଣିଷ ବି ନିଜ କାମରେ ସବୁବେଳେ ନୂଆ ନୂଆ କଥା ଶିଖୁଛି। କଥାଟା ସେଇଆ, ସଫଳ ହେବାକୁ ହେଲେ ଦୁହିଁଙ୍କୁ ସବୁବେଳେ ଛାତ୍ର ହୋଇ ରହିବାକୁ ପଡ଼ିବ। ଗୋଟିଏ କଥା ସବୁବେଳେ ମନେ ରଖିବା ଦରକାର, ଯେଉଁଦିନ ଶିଖିବା ବନ୍ଦ ହୋଇଗଲା, ବୁଝିଯିବାକୁ ହେବ ଯେ ସେହିଦିନଠୁ ଆଗକୁ ବଢ଼ିବା ବି ବନ୍ଦ ହୋଇଗଲା। ତେଣୁ ନୂଆ କଥା ଜାଣିବାର ଇଚ୍ଛାଟାକୁ ସବୁବେଳେ ବଞ୍ଚି ରଖିବା ନିହାତି ଜରୁରୀ। ଆଚ୍ଛା, ଏବେ ଆସିବା ଦ୍ୱିତୀୟ ଗୁଣକୁ, ଆଉ ସେଇଟା ହେଉଛି କଠୋର ପ୍ରଶିକ୍ଷଣ ଆଉ ଅଭ୍ୟାସ। ଦେଖନ୍ତୁ, ପ୍ରତିଭା ତ ଜନ୍ମରୁ ମିଳିପାରେ, କିନ୍ତୁ ମହାନତା ସେଇଟା କେବଳ ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ହିଁ ମିଳେ। ଯେମିତି ଗୋଟେ ସିଂହ ବଡ଼ ଶିକାର କରିବା ଆଗରୁ ଛୋଟ ଛୋଟ ଜନ୍ତୁଙ୍କ ଉପରେ ଅଭ୍ୟାସ କରେ, ଠିକ୍ ସେମିତି ସେନାରେ ହେଉ କିମ୍ବା ପ୍ରଶାସନିକ ସେବାରେ କଠିନ ଟ୍ରେନିଂ ପରେ ହିଁ ତ ସଫଳତା ମିଳେ। ତେଣୁ ଛୋଟ ଛୋଟ ପରିଶ୍ରମ ହିଁ ବଡ଼ ଆହ୍ୱାନ ପାଇଁ ପ୍ରସ୍ତୁତ କରେ। ଏହାର ମାନେ ବହୁତ ସିଧା। ଜୀବନରେ ନିଜକୁ ଯେତେ ଭଲ ଭାବରେ ପ୍ରସ୍ତୁତ କରାଯିବ, ସାମ୍ନାକୁ ଆସୁଥିବା ସମସ୍ୟା ଓ ବାଧାବିଘ୍ନ ସେତେ ଛୋଟ ଲାଗିବ। ତାପରେ ଆସୁଛି ତୃତୀୟ ଗୁଣ, ଆଉ ସେଇଟା ହେଉଛି ଧୈର୍ଯ୍ୟ ଏବଂ ସଠିକ୍ ଯୋଜନା। ଏଠି ଧୈର୍ଯ୍ୟର ଅର୍ଥ କେବଳ ଚୁପଚାପ ବସି ଅପେକ୍ଷା କରିବା ନୁହେଁ, ବରଂ କେତେବେଳେ ସଠିକ୍ ପଦକ୍ଷେପ ନେବାକୁ ହେବ ସେଇ କଳାଟାକୁ ବୁଝିବା। ଭାବନ୍ତୁ ତା, ଗୋଟେ ସିଂହ କେମିତି ବୁଦା ଭିତରେ ଲୁଚି ରହି ପୁରା ଧ୍ୟାନର ସହ ସଠିକ୍ ମୁହୂର୍ତ୍ତକୁ ଅପେକ୍ଷା କରେ। ସେହିପରି ଯଦି ବିନା ଯୋଜନାରେ ବାରମ୍ବାର ଲକ୍ଷ୍ୟ ବଦଳେଇ ଚାଲିବା, ତେବେ ସଫଳତା କେବେ ବି ମିଳିବନି। ତେଣୁ ଏହା ଅଳସୁଆମୀ ନୁହେଁ, ବରଂ ଗୋଟେ ବୁଦ୍ଧିମାନ ପଦକ୍ଷେପ। ସେଥିପାଇଁ କୁହାଯାଏ, ଗୋଟିଏ ଲକ୍ଷ୍ୟ ସ୍ଥିର କରନ୍ତୁ ଆଉ ସେଥିରେ ଲାଗି ରୁହନ୍ତୁ, ଠିକ୍ ସେହି ସିଂହ ଭଳି ଯିଏ ନିଜ ଶିକାରକୁ ନ ଧରିବା ପର୍ଯ୍ୟନ୍ତ ତା ଉପରୁ ନଜର ବି ହଟାଏନି। ତେବେ ଏ ତ ଗଲା ପ୍ରଥମ 3ଟି ଗୁଣ। ଏବେ ଚାଲନ୍ତୁ ଶେଷ 3ଟି ଗୁଣ ବିଷୟରେ ଜାଣିବା, ଯାହା ପ୍ରକୃତରେ ଜଣକୁ ରାଜା ବା ଜଣେ ଲିଡର କରି ଗଢ଼ି ତୋଳେ। ଚତୁର୍ଥ ଗୁଣ, ନିର୍ଭୀକତା। ଏହାର ଅର୍ଥ ନୁହେଁ ଯେ ଭୟ ନ ଲାଗିବା। ଏହାର ଅର୍ଥ ହେଉଛି ଭୟ ଲାଗୁଥିଲେ ବି ସମସ୍ୟାକୁ ସାମ୍ନାସାମ୍ନି ମୁକାବିଲା କରିବାର ସାହସ। ସିଂହକୁ ଦେଖନ୍ତୁ, ପରିଣାମ ଯାହା ବି ହେଉ ପଛେ ସେ କେବେ ବି କୌଣସି ଆହ୍ୱାନରୁ ପଛକୁ ହଟେନି, ଆଉ ତାର ଗର୍ଜନ, ସେଇଟା ହିଁ ତ ତାର ନିର୍ଭୀକତାର ପ୍ରତୀକ। ଠିକ୍ ସେମିତି ଯେତେବେଳେ ଜଣେ ସମସ୍ୟାକୁ ସାମ୍ନା କରିବାକୁ ଆଗେଇ ଆସେ, ଭୟ ନିଜେ ହିଁ ପଛକୁ ହଟିଯାଏ। ସତ କଥା ତ ଏଇଆ, ଯେତେବେଳେ ଜଣେ ମନେ ମନେ ସ୍ଥିର କରିନିଏ ଯେ ସେ ନିଜ ସମସ୍ୟାକୁ ହରେଇବ ହିଁ ହରେଇବ, ସେତେବେଳେ ଭୟ ଆପେ ଆପେ ରାସ୍ତା ଛାଡ଼ିଦିଏ। କାରଣ କାମ କରିବାଟା ହିଁ ଭୟର ସବୁଠୁ ବଡ଼ ଔଷଧ। ଏବେ ଆସିଲା ପଞ୍ଚମ ଗୁଣ, ଆଉ ସେଇଟା ହେଲା ନିଜ ସ୍ୱପ୍ନ ପାଇଁ ଏକ ପ୍ରକାର ଜିଦ୍, ମାନେ ନିଜ ଲକ୍ଷ୍ୟ ପଛରେ ପୁରା ଜି ଜାନ୍ ଲଗେଇଦେବା। କେବେ ଲକ୍ଷ୍ୟ କରିଛନ୍ତି, ସିଂହ ଯେତେବେଳେ ଶିକାର ପଛରେ ଦୌଡ଼େ, ସେ ଏମିତି ଦୌଡ଼େ ସତେ ଯେମିତି ସେଇଟା ତା ଜୀବନର ଶେଷ ଦୌଡ଼। ଠିକ୍ ସେମିତି ଯେତେବେଳେ ଥରେ ଲକ୍ଷ୍ୟ ସ୍ଥିର ହୋଇଯାଇଛି, ତା ପଛରେ ପୁରା ସମର୍ପଣ ଭାବ ନେଇ ଲାଗି ପଡ଼ିବା ଦରକାର। ଏହି ଗୋଟିଏ ଲାଇନ୍ ଭିତରେ ସବୁକିଛି ଅଛି। ଜୀବନ ଚାଲିଯାଉ ପଛେ, କିନ୍ତୁ ଲକ୍ଷ୍ୟ ହାତରୁ ନ ଯାଉ। ଏଇଟା ହିଁ ତ ଅସଲ ସଂକଳ୍ପ। ଆଉ ଏବେ ଶେଷ କିନ୍ତୁ ସବୁଠୁ ଗଭୀର ଗୁଣଟି ହେଉଛି ଏକାନ୍ତତା ଏବଂ ଆତ୍ମସମ୍ମାନ, ଅର୍ଥାତ୍ ନିଜ ରାସ୍ତାରେ ଏକା ଚାଲିବାର ସାହସ ରଖିବା। ଏଠି ଦେଖନ୍ତୁ, ପାର୍ଥକ୍ୟଟା କେତେ ସ୍ପଷ୍ଟ। ସିଂହ ଏକା ଚାଲେ, ନିଜ ରାସ୍ତାରେ, ନିଜ ସମ୍ମାନରେ, କିନ୍ତୁ ମେଣ୍ଢା ଛେଳିମାନେ ସବୁବେଳେ ପଲରେ ଚାଲନ୍ତି, ଅନ୍ୟମାନଙ୍କ ଉପରେ ନିର୍ଭର କରି। ଜଣେ ନେତା ହୁଏ ଆଉ ବାକି ସବୁ ଅନୁଗାମୀ। ସେଥିପାଇଁ କୁହାଯାଏ, ଏକାନ୍ତରେ ବସି ନିଜ ଉପରେ କାମ କରିବା ହିଁ ଜଣକୁ ଭିଡ଼ରୁ ଅଲଗା କରେ। ପ୍ରକୃତ ଆତ୍ମବିଶ୍ୱାସ ଆଉ ଶକ୍ତି ସେଇଠୁ ହିଁ ଆସେ। ତେବେ ଏ ତ ଗଲା ସେହି 6ଟି ଗୁଣ,
କିନ୍ତୁ ଏବେ ପ୍ରଶ୍ନ ଆସୁଛି ଏସବୁକୁ ନିଜ ଜୀବନରେ କେମିତି ଲାଗୁ କରାଯିବ ଆଉ ନିଜ ଭିତରେ ଲୁଚି ରହିଥିବା ସେହି ସିଂହକୁ କେମିତି ଜଗାଯିବ। ତେବେ ଶେଷରେ ପ୍ରଶ୍ନଟିଏ, ଏହି 6ଟି ଗୁଣକୁ ଆପଣେଇ ନେଲା ପରେ ଜଣେ ନିଜର କେଉଁ ଗର୍ଜନ ଶୁଣାଇବ, କେଉଁ ଲକ୍ଷ୍ୟ ପଛରେ ସିଂହ ଭଳି ଲାଗିପଡ଼ିବ, ଏ ବିଷୟରେ ଭାବିବାକୁ ହେବ। ଆଉ ଆଜିଠାରୁ ହିଁ ନିଜ ଭିତରର ସେହି ସିଂହକୁ